ଭଦ୍ରକ ବାଲେଶ୍ୱର ଯାଜପୁର ଆଜି କେଉଁ କେଉଁ ଜିଲ୍ଲାମାନଙ୍କୁ ଯାଉଛି ଏବଂ କ'ଣ ସବୁ ରହିଛି? ଆଜି ସକାଳୁ ଯାଜପୁର ଗଲା, ଅବିକା ଅବିଭକ୍ତ ବାଲେଶ୍ୱରର କିଛି ଅଞ୍ଚଳ ଗଲା, ସୋର ଜଳେଶ୍ୱର ବସ୍ତା, ତାପରେ ଆଉ କିଛି ଅଞ୍ଚଳ ରହିଯାଇଛି ସେଠିକି ଗଲା। ଏବଂ କାଲି ସକାଳୁ କଟକର କିଛି ଅଞ୍ଚଳ ଯିବ, ଯେଉଁ ଜାଗାରେ ପାଣି ପଶିଛି ସେଠିକି ଯିବ। ଏବଂ ଯେଉଁ ଜାଗାକୁ ପାଣି ପଶିବ, ଏବେ ତ କ'ଣ ଖବର ମିଳୁଛି ଯେ ଆଉ କିଛି ବର୍ଷା ହେଇପାରେ। ବର୍ଷାରେ ଭଗବାନଙ୍କୁ ନ କରନ୍ତୁ ଯେ ଓଡ଼ିଶାର କୌଣସି ବ୍ୟକ୍ତିର କ୍ଷୟକ୍ଷତି ନ ହେଉ, ତେଣୁ ଆମେ ମଧ୍ୟ ସେଥିରେ ସଜାଗ ଅଛୁ। ତେଣୁ ଆମ କାମ ହେଲା ଯେ ଗୋଟେ ବାତାବରଣ ଭିତରେ, ସକାରାତ୍ମକ ବାତାବରଣ ଭିତରେ ଆମେ ଜାଣିଛୁ ଯେ କିଛି ପଜିଟିଭ୍ ମେସେଜ୍ ଦେବା ପାଇଁ ଚାହୁଁ। ଆମେ ଯଦି ଏଇ ଯେଉଁ ରିଲିଫ୍ ସମୁଦ୍ରକୁ ସଂଖ୍ୟା ହେଇପାରେ, କିନ୍ତୁ ଆମେ ଦେବା ପାଇଁ ଏଇଥିପାଇଁ ଚାହୁଁଛୁ ଯେ ଓଡ଼ିଶାର ସମସ୍ତ ଅଞ୍ଚଳ ଯେଉଁ ଜାଗାରେ ବନ୍ୟା ବାତ୍ୟା ହେଇନାହିଁ, ଲୋକମାନେ ଯେଉଁଠି ଅସୁବିଧାରେ ନାହାନ୍ତି, ସେମାନେ ମଧ୍ୟ ସମସ୍ତେ ଆପଣମାନେ ମଧ୍ୟ ଆଗେଇ ଆସନ୍ତୁ। ଗରିବ ଲୋକ, କ୍ଷତିଗ୍ରସ୍ତ ଲୋକ, ବନ୍ୟାରେ ଯେଉଁମାନେ ବହୁତ ବଞ୍ଚିବା ପାଇଁ ସଂଗ୍ରାମ କରୁଛନ୍ତି, ସମସ୍ତଙ୍କୁ ସହାୟତା କରନ୍ତୁ। ହେଲେ ଭାବୁଛି ଓଡ଼ିଶାର ବହୁ ଜାଗାରେ ଲୋକ ସହାୟତା ପାଇଲେ ଭଲ ହେବ। କେତେ ଲୋକଙ୍କ ପାଇଁ ଏସବୁ ବ୍ୟବସ୍ଥା ରହିଛି? ଆମେ ଯେତିକି ଦେଉଛୁ, ଯେତିକି ଲୋକଙ୍କ ପାଇଁ ଦେଉଛୁ, ଆମେ ତ ଓଡ଼ିଶାର 4.5 କୋଟି ଲୋକଙ୍କୁ କୌଣସି ଲୋକ ଦେଇପାରିବେନି। କେବଳ ଭାରତ ସରକାର, ଓଡ଼ିଶା ସରକାର ବ୍ୟତୀତ, ଭାରତ ସରକାର ଓଡ଼ିଶା ସରକାରଙ୍କ ବ୍ୟତୀତ 4.5 କୋଟି ଲୋକଙ୍କୁ କୌଣସି ବ୍ୟକ୍ତି ଦେଇପାରିବ ନାହିଁ। କିନ୍ତୁ ଜିଲ୍ଲାଗୁଡ଼ିକୁ ପଠାଇଛନ୍ତି ଆଉ ମୟୂରଭଞ୍ଜ ଯାଉଛି, କିଛି ବାଲେଶ୍ୱର ଯାଉଛି, ଭଦ୍ରକ ଯାଉଛି, ଯାଜପୁର ଯାଉଛି, ଖୋର୍ଦ୍ଧା ଜିଲ୍ଲାର କିଛି ଅଂଶ ଭୁବନେଶ୍ୱର ଖୋର୍ଦ୍ଧା ମିଶାଇକି ଯାଉଛି, କଟକ ଜିଲ୍ଲା ଯାଉଛି, ଜଗତସିଂହପୁର କିଛି ଅଞ୍ଚଳ ଯାଇଛି। ଏମିତି ସବୁ ଯେଉଁ ଜାଗାରେ ଅଛି ଯାଇଛି। କେଉଁଠି ବେଶୀ ଯାଇଛି, କେଉଁଠି କମ୍ ଯାଇଛି, କିନ୍ତୁ ଯେତେ ବେଶୀ ହେଲେ ବି ସେ କମ୍। କ'ଣ